ବୋଉ ଆମର ଦହିବରା କାମ ସାରି ଦେଇକି ସେ ତାଙ୍କର ମିଟିଂରେ ପଳେଇ ଗଲେଣି ତଳକୁ। ଆଉ ଚାଲନ୍ତୁ ଦେଖିବା ରୋଷେଇ ଘରେ ମ୍ୟାଡ଼ାମ କ'ଣ କରୁଛନ୍ତି। କ'ଣ କରୁଛ? ଦେଖନ୍ତି ଆଉ ଦହିବରା ହବ, ପୁଣି ଦହିବରା ସାଙ୍ଗରେ ଯୋଉ ଜିନିଷଟା ଏଟା ହବନି। ତମେ କେତେବେଳେ ନିଦରୁ ଉଠିକି ବସିକି ଆଳୁଦମ ବନେଇ ସାରିଲଣି ୟା ଭିତରେ? ନାଇଁ ବୋଉ ମସଲା କାଟୁଥିଲେ, କହିଲେ କରିବି ଯୋଉ ଅଳ୍ପ ଆଳୁ ସିଝା ଥିଲା, ବୋଲେ ଏତିକି କ'ଣ ପାଇବ ଆଉ ମୋର ପୁଣି ଆଳୁ ସିଝେଇକି ପୁଣି ମସଲା କଷିକି ଏପଟେ ଦେଲି ଆଉ। ପୁରା ଚମତ୍କାର କରିଛ, ପୁରା ବିୟୁଟିଫୁଲ। ମୁଁ କରିବି ବିୟୁଟିଫୁଲ ମାନେ ଖାଲି ତମେ ବିୟୁଟିଫୁଲ କରୁଥିବ। ମୋଠୁ ଶିଖିକି କେତେ ଇମ୍ପ୍ରୁଭମେଣ୍ଟ ତମର ହେଇଗଲାଣି। ନା ନା ତମଠୁ ମୁଁ ଶିଖିନି, ତମଠୁ କିଏ ଶିଖିବ? ତମେ ମୋଠୁ ଶିଖିଛ। ନହେଲେ ଆଗରୁ ଧଳା କିଲି କିଲି ଦେଖାଯାଉଥିଲା, ଏବେ ପୁରା ନାଲି ସରବ ପୁରା ପକେଇ ଦଉଛ। ନାଇଁ ନାଇଁ ହେଲାଣି, ଇମ୍ପ୍ରୁଭମେଣ୍ଟ ହେଲାଣି। ନାଲି ସରଟା କାଶ୍ମୀର ଲଙ୍କାଗୁଣ୍ଡ, ଆଉ କିଛି ସେ କମାଲ ନୁହଁ। ଗୁରୁଠୁ ଭଲ ଶିକ୍ଷା ଗ୍ରହଣ କରୁଛ, ମୁଁ ଖୁସି। ଏଇଟା ଆଉ ଟିକେ ବସିଗଲେ ପୁରା ଆହୁରି ଚାମ୍ପିୟନ ମାର୍କା ଝୋଲଟା ଦେଖାଯିବ। ତଥାପି ତେଲ ବେଶୀ ଦେଇନି। ଆଉ ସେଓ ପିଆଜ ସବୁ ରେଡି ତ? ଧନିଆ ପତ୍ର ଟିକେ ବାଗେଇକି ଗୋଟେ ସଜେଇକି। ଧନିଆ ପତ୍ର ନାହିଁ, ତମେ ଆଣିବ ଧନିଆ ପତ୍ର। ମୁଁ ଆସିଲା ବେଳେ ଧରିକି ଆସିବି। ଆଉ କ'ଣ ଆଣିବି? ନା ସବୁ ଅଛି। ହଉ, ଆଜି ଗୋଟେ ଖିଆ ହବ ଦହିବରାକୁ ଆଳୁଦମ। ଏଇଟା କ'ଣ ସନ୍ଧ୍ୟା ଟିଫିନ ନା ରାତି ମିଲ୍? ଦିଟା ଆଗ ମାନେ ମଝିରେ ଠିକ ରାତି 8ଟାରେ ଖାଇଲେ ଟିଫିନ ଆଡକୁ ଯିବ, ରାତି ମିଲ୍କି ଯିବ। ତାହେଲେ ମୁଁ 6ଟା ଭିତରେ ଖାଇଗଲେ ରାତିରେ ପୁଣି 6ଟାରେ ଦିଆ ହବନି। ଠିକ ଗଣି ସମୟ 8ଟା ହେଲା ମାନେ ମୁଁ ଯାଇକି ବାড়ିକି ଦେବି। ହଉ କହୁଛ। ତା ସହିତ ରୁଟି ଗୋଟେ ଧରେଇ ଦେଲେ ମଟର ଟିକେ ହେଇଥିଲା ଆଉ ଟିକେ ଭଲ ହେଇଥାନ୍ତା। ଆଉ କିଛି ଭଲ ମନ୍ଦ ନାହିଁ। ଗରମ ହଉଛି ଖାଇଲେ କ'ଣ ଭଲ ମନ୍ଦ କରିଲେ ବସିକି ଆଉ।